ଭାଇ କାଲି ରଥଯାତ୍ରା ଆଉ ଆଜି ମୁଁ ଏମିତି କିଛି ଦେଖିବି ବୋଲି ମୁଁ ଭାବି ହିଁ ନଥିଲି। ମୁଁ ଇଭିନିଂରେ ବାହାରି ପଡିଲି ତିନୋଟି ରଥର କିଛିଟା ଫଟୋ କ୍ୟାପଚର କରିବା ପାଇଁ। ଦାଣ୍ଡ ଯେମିତି ଭିଡ ଥିଲା ଲାଗୁଥିଲା କି ଆଜି ହିଁ ରଥଯାତ୍ରା। ଲୋକ ପୁରା ଭକ୍ତିରେ କୀର୍ତ୍ତନ କରିକି ଜଗା ପାଖକୁ ଯାଉଛନ୍ତି। ଦେନ୍ ଭାଇ ତିନୋଟି ରଥକୁ ଦେଖିକି ଲାଗୁଥିଲା ଯେମିତି କି ସ୍ୱୟଂ ଜଗନ୍ନାଥ ବଳଭଦ୍ର ଆଉ ମା ସୁଭଦ୍ରା ଯେମିତି ବିରାଜମାନ ହେଇସାଇଲେ। ଭାଇ ସେ ଜଗାର ମହିମା ଯିଏ ବୁଝିଛି ସେ ଭକ୍ତିରେ ପୁରା ବୁଡି ଯାଇଛି। ତାପରେ ମନ୍ଦିରକୁ ଟିକେ ଜୁମ କରିକି ଦେନ୍ ସେ ପତିତ ପାବନ ଦେଖିକି ଭାଇ ମୋ ମନ ତ ପୁରା ବୃନ୍ଦାବନ। କୁହନି ଭାଇ ଯେତେବେଳେ ବି ମନ୍ଦିର ଆସୁଛି ନା ଲାଗୁଛି ଯେମିତି ଜଗା ପାଖରେ କିଛିଟା ସ୍ମୃତି ମୋର ରହିଯାଇଛି। ମନ୍ଦିରକୁ ମୁଣ୍ଡିଆ ମାରିକି ବାହାରି ପଡିଲି ପୁଣି ରିଟର୍ଣ ଘରକୁ। ତ ଘରକୁ ଯିବା ବାଟରେ ମାର୍କେଟ ଛକଟି ଗୋଟେ ଭଜନ କୀର୍ତ୍ତନ ହଉଥିଲା ଯୋଉଟା କି ମୁଁ ଦେଖିକି ମୋ ଆଖି ଲାଖିଗଲା। ତ ସେଠି ଛିଡା ହେଇକି ସେ ଭଜନ ଶୁଣିକି ଦେନ୍ ତାପରେ ସେ ଭକ୍ତିରେ ପୁରା ବୁଡିଗଲି ଭଜନରେ। ଦେନ୍ ତାପରେ ରିଟର୍ଣ ଘରକୁ ଗଲି। ଏଇଟା ଥିଲା ମୋର ଫାଷ୍ଟ ବ୍ଲଗ। ଯଦି ଆପଣମାନଙ୍କୁ ଭଲ ଲାଗିଛି ତ କମେଣ୍ଟରେ ହାର୍ଟ ଦିଅନ୍ତୁ। ପୁଣି ଦେଖା ହବ ନେକ୍ସଟ କାଲି। ରହୁଛି ଟାଟା ବାଇ ବାଇ।